ମଲି ଇଆଡ଼େ ଆସ। ଅଜା କଥାନି ଗୋଟେ କହିଦିଅ। ଆଚ୍ଛା ଠିକ୍ ଅଛେ ତାନେ ହେଲେ ଶୁଣ ହେଲା। ଜଙ୍ଗଲ ଭିତରେ ନଦୀ ଥିଲା, ସେ ନଦୀ ନ ପାନି, ସେ ନଦୀ ନେ କୁମ୍ଭୀର ଥିଲା, ବୁଝଲୁ ରେ ନନି। ସେ ନଦୀ ତରାନେ ହରିଣ ଗୋटे ସବୁଦିନ ଚରା ଖାଇବାକେ ଆସୁଥିଲା। ଦିନେକର ସେ ହରିଣ ଦେଖିଲା ଯେ ନଦୀ ତେନେ ପାରେ ଗୋଟେ ଗୋଲିଜାମ ଗଛ ଅଛେ, ଆଉ ସେ ଗୋଲିଜାମ ଗଛରେ ପାଚଲା ପାଚଲା ଗୋଲିଜାମ ଖୁବ୍ ଫଲିଛେ। ହେଟା ଦେଖିକରି ହରିଣର ଲାଲ ଗଡ଼ିଗଲା। ହରିଣ ଗୋଲିଜାମ ଖାଇବା କାଜେ ମନେ ମନେ ଭାବଲା। ଏତ୍କି ଭାବିକରି ହରିଣ କୁମ୍ଭୀର ପାଖକେ ଗଲା ଆରୁ କୁମ୍ଭୀରକେ କହିଲା, ଓ କୁମ୍ଭୀର ଭାଇ ଶୁନ ଟିକେ, ଆଜି ତମକେ ସବକେ ସିଂହ ମହାରାଜ ଖାଇବା କାଜେ ଡାକିଛନ୍। ତମେ ଆରୁ ତମର ସବୁ ସାଙ୍ଗକେ ଡାକି ଆନବ। ହରିଣର କଥା ଶୁଣିକରି ଭଲ ଭଲ ଖାନା ମିଲବା ବୋଲିକରି କୁମ୍ଭୀର ଖୁସି ଗଲା। କୁମ୍ଭୀର ତାର ସବୁ ସାଙ୍ଗକେ ଡାକଲା ଆରୁ ଲାଇନ ହେବାକେ କହିଲା। ସବୁ କୁମ୍ଭୀର ଲାଇନ ଲାଗଲେ। ସେତ୍କି ବେଲେ ହରିଣ କହିଲା, ମହାରାଜର ଆଦେଶ ଯେ ମୁଇଁ ତମର ପିଠିନେ ଚଢ଼ବି ଆରୁ ଗୋଟେ ଗୋଟେ କରି ଗନବି। ତମେ ରେଡ଼ି ହୁଅ। ତାରପରେ ହରିଣ ଗୋଟେ ଗୋଟେ କରି କୁମ୍ଭୀରର ପିଠିନେ ଚଢ଼ି କରି ଗନବାକେ ଲାଗଲା। ହେନ୍ତା ଗନି ଗନି କରି ନଦୀ ତେନେ ପାର ପହଞ୍ଚିଗଲା ଆରୁ ସେନୁ ଦୌଡ଼ି କରି ଗୋଲିଜାମ ଗଛ ପାକେ ପଲାଲା। ପାଚଲା ପାଚଲା ଗୋଲିଜାମ ଖାଇକରି ଖୁସି ଗଲା। କୁମ୍ଭୀର ନଦୀ ନେ ଜଗିଛେ, ହେତିରକା ତୁ କହେସୁଁ ନଦୀ ନାଲକେରେ ନନି ଏକଲା ଏକଲା ନି ଯିବ ବୋଲିକରି, ବୁଝଲୁ ମଲି।